କଣ ପାଇଁ ହେଲା ଏ ପିଲାର ମନ ଦୁଃଖ ସେ ଭିଡ଼ିଓଟି ଶେଷ ଯାଏଁ ଦେଖନ୍ତୁ ଆପଣ ଜାଣିପାରିବେ। ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଯେହେତୁ ସଣ୍ଡେ ତ ଆମେ ଉଠିବା ବି ଟିକେ ଲେଟ୍, ଆଉ ଆମେ ଜଲ୍ଦି ଗାଧେଇକି ରେଡ଼ି ବି ହେଇଯାଇଥିଲୁ। କାଲି ଚୁଟି କାଟିଥିଲୁ, ରାତିରେ ଗାଧେଇ ନଥିଲି, ସେଥିପାଇଁ ଆଜି ଯାଇ ସାମ୍ପୁ ଲଗେଇ ପୁରା ଗାଧେଇକି ଫ୍ରେଶ୍ ହେଇକି ବାହାରି ଗଲି କ୍ୟାଣ୍ଟିନ୍କୁ। ଆଉ କ୍ୟାଣ୍ଟିନ୍ରେ ସବୁ ରବିବାର ପରି ଆଜି ବି ଆମକୁ ରହିଥିଲେ ଅଣ୍ଡା। ଆଉ ଅଣ୍ଡା ଖାଇ ଆମେ ବାହାରି ଯାଇଥିଲୁ ମାର୍କେଟକୁ, କାହିଁକିନା ସପ୍ତାହକୁ ଥରେ ହିଁ ଆମକୁ ଛାଡୁଛନ୍ତି ମାର୍କେଟ। ଆଉ ଆମେ ପୁଣି ଯିବୁନି, ଏଇଟା କ'ଣ ହେଇପାରିବ? ଆଉ ମାର୍କେଟ ଯିବା ପୂର୍ବରୁ ମୁଁ ଟିକେ ଅଚେରେ ମେଡ଼ିସିନରେ କିଛି ମେଡ଼ିସିନ ନେଇକି ବାହାରି ଗଲୁ ଆମେ ତରାବଇ ଆଡ଼କୁ। ଆଉ 2 ଘଣ୍ଟା ରାସ୍ତା ଚାଲି ଚାଲି ଆମେ ଆସି ପହଞ୍ଚିଗଲୁ ତରାବଇ ମାର୍କେଟ ଉପରେ। ତ କିଛି ବାଟ ଆଗକୁ ଗଲା ପରେ ଆମର ସବୁ ପିଲା ମିଶି ଯାଇଥିବେ, ପୁରା ଗ୍ୟାଙ୍ଗ ଭଳିଆ ଦେଖା ହଉଛନ୍ତି। ଆଉ 3 ମାଙ୍କଡ଼ ବସି ଭାବୁଛନ୍ତି ସେମାନେ ହନୁମାନଙ୍କ ପରେ ସୂର୍ଯ୍ୟଙ୍କୁ ଆମ୍ବ ଭାବି ଖାଇବେ ବୋଲି। ଆଉ ତା ଭିତରେ ଆମ ପାର୍ସଲ ବି ଆସି ପହଞ୍ଚିଥିଲା, ଏଇଟାକୁ ସିକ୍ରେଟରେ ରଖିବା। ମାନେ ଯୁଗ ଆସି କୋଉଠି ପହଞ୍ଚିଲାଣି, ହେଲେ ମୋ ସାଙ୍ଗ ଆସିଛନ୍ତି ବାଲାନ୍ସ ଚେକ୍ କରିବା ପାଇଁ ଜନସେବା କେନ୍ଦ୍ରକୁ। ଭାଇଙ୍କ ଜନ୍ମଦିନ ଯେହେତୁ ସେ ସମସ୍ତଙ୍କୁ ଚକଲେଟ୍ ବାଣ୍ଟିଲେ। ଆଉ ଏ ପିଲାଟା ମନ ଦୁଃଖ ଏଇଥିପାଇଁ କି କାହିଁକିନା ଭାଇ ତାକୁ ଗୋଟେ ଦିଦିଟା ହିଁ ଧରି ଦେଇଥିଲେ। ଆଉ ତାଙ୍କୁ ଆମେ ଛାଡ଼ି ଦେଇ ଆମେ 3 ଜଣ ଚାଲି ଆସିଲୁ ଗୁପଚୁପ୍ ଖାଇବା ପାଇଁ। ଆଉ ଗୁପଚୁପ୍ ଖାଇଛୁ କାହିଁକିନା ନାଇଁ, ତାପରେ ମୋ ସାଙ୍ଗ କହିଲେ ଯିବା ଆମେ ପକୋଡ଼ା ଖାଇବାକୁ, କାହିଁକିନା 3 ମାସ ହେଲା ଆମେ ପକୋଡ଼ା ଖାଇନେ, ଯିବା ପକୋଡ଼ା ଖାଇବା ପାଇଁ। ଆଉ ଆମେ ବି ମନ ନକରି ଫଟାଫଟ ଚାଲି ଆସିଲୁ ପକୋଡ଼ା ଖାଇବା ପାଇଁ। ମାଉସୀ ମୋ ହାତକୁ ସାଙ୍ଗେ ସାଙ୍ଗେ ପକୋଡ଼ା ରେଡି କରି ବଢ଼େଇ ଦେଇଥିଲେ। ପକୋଡ଼ା ଆସୁ ଆସୁ ମୋ ସାଙ୍ଗ 2 ଜଣ ଖାଇବା ବି ଷ୍ଟାର୍ଟ କରିଦେଇଥିଲେ। ଆଉ ଦେନ୍ ମୁଁ ବି ଖାଇବା ଷ୍ଟାର୍ଟ କରିଦେଲି। ଆଉ ଖାଇସାରି ଆମେ ଆସିଗଲୁ ହଷ୍ଟେଲକୁ। ଭିଡ଼ିଓଟି ଶେଷ ଯାଏଁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ରହିଲି, ରାଧେ ରାଧେ।